ସେଇଟା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାର ନାଁରେ ଆଲିଗେସନ ହେଇଥିଲା। ଆମର ଡିଓ କ୍ଲର୍କ ହେଉଛି ପ୍ରଦୀପ କୁମାର ଦାସ। ତାର ଅଙ୍ଗାରଗାଡ଼ିଆ ହେଇଛି, ତାପରେ ଆମର ଶେରଗଡ଼ରେ ହେଇଛି। ଏମିତି 6ଟା ଜାଗାରେ ସେ ସର୍ଚ୍ଚ ଚାଲିଛି। ତଥାପି ଆମର 2 ଜାଗା ଆଡ଼ିସନାଲ ଏସ୍ପି ଅଛନ୍ତି, 4 ଡିଏସ୍ପି, 7 ଇନ୍ସପେକ୍ଟର, ଏମିତି ହେଇକି 30-40 ଜଣ ଆମର ଅଛନ୍ତି ଅଫିସିଆଲ। ସଫାର ପ୍ଲଟ୍ 6ଟା ଖଣ୍ଡେ ବାହାରିଛି, ଆଉ 2ଟା 3 ଷ୍ଟୋରୀ ବିଲ୍ଡିଂ, ଗୋଟେ ଆଉ 2 ଷ୍ଟୋରୀ ବିଲ୍ଡିଂ ମାର୍କେଟ କମ୍ପ୍ଲେକ୍ସ। କୋଟିଏରୁ ଅଧିକ ହେଇଯିବ ସେ ଗୋଟେ କମ୍ପ୍ଲେକ୍ସ। ସେ ଇନକ୍ୱାରି ସରିଲା ପରେ ଆମେ ଫରୱାର୍ଡ କରାହବ, କ'ଣ ହେବ କରାହବ ଜଣାପଡ଼ିବ। ସେଇଟା ତ କାଲକୁଲେସନ୍ କଲେ ଜଣାପଡ଼ିବ। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ଆସିଥିଲା ତା ଭିଜିଲାନ୍ସ ସୂତ୍ରରୁ। ଏହା ଭେରିଫିକେସନ୍ ଚାଲିଛି, ଏପର୍ଯ୍ୟନ୍ତ ସେ ଚାଲିଛି ଭେରିଫିକେସନ୍।